ଓମ୍ ବ୍ରହ୍ମ ପରଂବ୍ରହ୍ମ କୁଳମାଲିକ ରାଧାସ୍ୱାମୀ ଦୟାଲଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ୟୁଟ୍ୟୁବରେ ଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁ ଭାଇ ମା'ମାନଙ୍କୁ ମୁଁ ମୋର ଏଇ ଅମୃତଧାରା ଚ୍ୟାନେଲକୁ ସ୍ୱାଗତ କରୁଛି। କେମିତି ଅଛନ୍ତି ଆପଣମାନେ? ଶ୍ରୀ ଶ୍ରୀ ଠାକୁରଙ୍କ କୃପାରୁ ସମସ୍ତେ ଭଲରେ ଥିବ ବୋଲି ମୋର ଆଶା ଓ ବିଶ୍ୱାସ। ଆଜି ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ସ୍ୱହସ୍ତ ଲିଖିତ ସତ୍ୟାନୁସରଣର ଭାଗ ଚତୁର୍ଥ ଆପଣମାନଙ୍କ ଆଗରେ ତୋଳି ଧରିବି। ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଭିଡ଼ିଓଟିକୁ ସ୍କିପ୍ ନ କରି ଲାଷ୍ଟ ଯାଏଁ ଦେଖନ୍ତୁ, ଶୁଣନ୍ତୁ, ଆଉ କମେଣ୍ଟରେ ନିଜର ମତାମତ ନିଶ୍ଚୟ ଲେଖନ୍ତୁ। ଶ୍ରୀ ଶ୍ରୀ ଠାକୁରଙ୍କ ସତ୍ୟାନୁସରଣ ଶୁଣିବା ପୂର୍ବରୁ ଶ୍ରୀ ଶ୍ରୀ ଠାକୁରଙ୍କର ଗୋଟିଏ ସୁନ୍ଦର କଥା ଶୁଣିବା। ପୂଜାର ଅର୍ଥ କ'ଣ? ମଣିଷ ଚାହେଁ କ'ଣ? ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟତା ତଥା ଧୈର୍ଯ୍ୟ, ସାହସ, ଶକ୍ତି, ସାମର୍ଥ୍ୟ ଅର୍ଜନ କରିବା ପାଇଁ ବିଚକ୍ଷଣ ବୁଦ୍ଧି, ଜ୍ଞାନ ଏବଂ ମାନସିକତା। ସେଥିପାଇଁ ସେ ଆଜି ସର୍ବଶ୍ରେଷ୍ଠ ଜୀବନ୍ତ ଆଦର୍ଶକୁ ଆପଣେଇ ତାଙ୍କର ସମସ୍ତ ବିଧାନକୁ ଆତ୍ମସ୍ଥ କରିବା ପ୍ରୟାସରେ ତାଙ୍କର ନିର୍ଦ୍ଦେଶନାକୁ ଅନୁସରଣ କରିବାର ଅତି ଆବଶ୍ୟକତା ବୁଝିପାରିଛି। ମଣିଷ ଧରାରେ ଜନ୍ମ ନେଇଛି, କିନ୍ତୁ ସେ ଏକ ସାମାଜିକ ପ୍ରାଣୀ, ପଶୁଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେହେତୁ ତାହାର ବୁଦ୍ଧି, ଜ୍ଞାନ, ବିଚାର ଶକ୍ତି ଏବଂ ଦୟା, ପ୍ରେମ ତଥା ମାନବିକତା ଅଛି, ସେ ତାହା ପ୍ରୟୋଗ କରି ଅପୁରନ୍ତ ଆନନ୍ଦ, ମାନସିକ ଏକାଗ୍ରତା ସହ ତାହାର ପ୍ରବୃତ୍ତିଗୁଡ଼ିକ ସୁନିୟନ୍ତ୍ରଣ କରି ବୁଦ୍ଧି, ସମସ୍ତ ସାହସ, ଶକ୍ତି, ସାମର୍ଥ୍ୟ, ଯୋଗ୍ୟତା, କର୍ମପ୍ରବଣତା ପରିମାର୍ଜିତ ଏବଂ ବୃଦ୍ଧିପ୍ରାପ୍ତ କରି ପରିବାର, ସମାଜ, ରାଷ୍ଟ୍ରକୁ ସୁନିୟନ୍ତ୍ରଣ, ସୁପରିଚାଳନା କରି ଆଦର୍ଶରେ ଶ୍ରେଷ୍ଠତ୍ୱ ଉପାର୍ଜନ କରିବା ସକାଶେ। ତାହା ନ କରି ହଜାର ହଜାର ବଚନ ରହିତ ମୂକ ପ୍ରସ୍ତର ଦେବାଦେବୀଙ୍କୁ ନିଜର ମନ ମୁତାବିକ ପୂଜା ଆରାଧନା କରି ତାହାର ସମସ୍ତ ଜୀବନ ବିତାଇ ଜୀବନର ମୂଲ୍ୟବୋଧ କାଣିଚାଏ ହେଲେ ପ୍ରାପ୍ତ ହୁଏ ନାହିଁ। ତାହାର ମାନସିକତା ଏକାଗ୍ରତା ଏବଂ ଶାରୀରିକ ସୁସ୍ଥତା ସହ ଶ୍ରଦ୍ଧା, ପ୍ରୀତି, ମମତା, ସତ୍ୟ, ନ୍ୟାୟ, ଧର୍ମ ଆହରଣ କରିବାରେ ଭାବ ନିଜ ଭିତରେ ଗଜାଏ ନାହିଁ। ତାହାର କାରଣ ଏହି ବହୁ ଦେବାଦେବୀଙ୍କଠାରେ ଆନନ୍ଦ ହୋଇ ନିଜର ଭାବ, ପ୍ରୀତି, ମମତାକୁ ନ୍ୟୁନ, କ୍ଷୀଣ ଏବଂ ବିଭାଜିତ କରିଛି। ତାହାର ଭକ୍ତିର ଏକତ୍ୱ, ଗାଢ଼ତ୍ୱ ତଥା ମାନସିକତା ଏକାଗ୍ରତା ବିଲୋପ ହୋଇଛି। କେବଳ ସେହି ପ୍ରେମର ଅବତାର ବିଶ୍ୱପିତାଙ୍କ ସାଧନା ମାର୍ଗରେ ଅଗ୍ରସର ହୋଇ ଉପର ବର୍ଣ୍ଣିତ ସମସ୍ତ ଶକ୍ତି, ସାମର୍ଥ୍ୟ, ଯୋଗ୍ୟତା ଏବଂ ଈଶ୍ୱରୀୟ ଗୁଣକୁ ଆତ୍ମକୃତ କରିବା ପାଇଁ ହେଲେ ସମସ୍ତ ଦେବତାଙ୍କ ସମାହାରରେ ଧରାରେ ଯେଉଁ ଜୀବନ୍ତ ଆଦର୍ଶ ପ୍ରେମର ଅବତାର ପୁରୁଷ ଜନ୍ମିଛନ୍ତି, କେବଳ ତାଙ୍କ ପ୍ରତି ଶ୍ରଦ୍ଧା, ଏକାନ୍ତିକ ଭକ୍ତି ରଖି ତାଙ୍କର ସେହି 5ଟି କାର୍ଯ୍ୟକ୍ରମକୁ ଆମେ ଶ୍ରଦ୍ଧା, ଭକ୍ତି, ଅନୁରାଗରେ ବାସ୍ତବ ରୂପ ଦେଲେ ଜୀବନର ଲକ୍ଷ୍ୟ ହାସଲ ହେବ ହିଁ ହେବ। ତାଙ୍କର ଆହ୍ୱାନ ହେଉଛି ସବୁ ଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କ ସୃଷ୍ଟି। ସହଜ ମଣିଷ ନର ରୂପରେ କରନ୍ତି ଧୃତି ବୃଷ୍ଟି। ତେଣୁ ସ୍ୱର୍ଗ ସୁଖ ଆପଣେଇବାକୁ ହେଲେ ଆମେ ତାଙ୍କୁ ଅନୁସରଣ କରିବା, ତାଙ୍କରି ପଥରେ ଜୀବନ ରଥକୁ ଚଳାଇବା। ବିଶ୍ୱପିତାଙ୍କ ନିମ୍ନରେ ପ୍ରଦତ୍ତ ଆଉ ଏକ ବାଣୀ। ଆମେ କିପରି ଈଶ୍ୱରଙ୍କୁ ଆପଣେଇବୁ ତାହା ଜଣାପଡ଼େ। ଦେବ ଦେବତା ହଜାରେ ଧରିଛୁ, ଆଚାର୍ଯ୍ୟ ଯାହାର ନୁହେଁ ସାର। ଠିକ୍ ଜାଣିଥା ନିଶ୍ଚୟ ତାହାର, ଚାଲିବା ପଥେ ନିହାତି ଭୟ। ଆଚାର୍ଯ୍ୟ ବୋଇଲେ ସେ ହିଁ ଜୀବନ୍ତ ଆଦର୍ଶ। ପୁରୁଷୋତ୍ତମ
କିମ୍ବା ତାଙ୍କର ଅବର୍ତ୍ତାନରେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବହନ ତଥା ପ୍ରତିପାଦନ କରୁଥିବା ତାଙ୍କରି ରକ୍ତଧାରୀ ମହାନ ଆଚରଣ ସିଦ୍ଧ ବ୍ୟକ୍ତିତ୍ୱ ବର୍ତ୍ତମାନର ଆଚାର୍ଯ୍ୟ ଦେବଙ୍କ ମଧ୍ୟରେ ପୁରୁଷୋତ୍ତମ ଲୀଳା କରୁଛନ୍ତି। ସେ ହିଁ ବର୍ତ୍ତମାନର ଜୀବନ୍ତ ଆଦର୍ଶ। ସାଧନା କ୍ଷେତ୍ରରେ ସେ ହିଁ ଆମର ପ୍ରଧାନ ଉପଲକ୍ଷ୍ୟ। ଜୟ ଗୁରୁ। ଶୁଣିଲେ ତ ବହୁତ ସୁନ୍ଦର କଥା, ଯାହା ଆମେ ତାର କିଛି ବି ପାଳନ କରିଲେ ଆମେ ଠାକୁରଙ୍କୁ ପାଇପାରିବା, ଆତ୍ମା ଶାନ୍ତି ପାଇପାରିବା, ଠାକୁରଙ୍କ ପଥରେ ଚାଲିପାରିବା। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀହସ୍ତ ଲିଖିତ ସତ୍ୟାନୁସରଣର ଭାଗ 4 ଶୁଣିବା। ସତ୍ୟାନୁସରଣ ଭାଗ 4। ସଂକୋଚ ହିଁ ଦୁଃଖ ଏବଂ ପ୍ରସାରଣ ହିଁ ସୁଖ। ଯହିଁରେ ହୃଦୟରେ ଦୁର୍ବଳତା ଆସେ, ଭୟ ଆସେ, ତହିଁରେ ହିଁ ଆନନ୍ଦର ଅଭାବ, ଆଉ ତାହା ହିଁ ଦୁଃଖ। ଚାହିଁବାଟା ନ ପାଇବା ହିଁ ଦୁଃଖ। କିଛି ଚାହୁଁନାହିଁ, ସବୁ ଅବସ୍ଥାରେ ରାଜି ଥାଅ। ଦୁଃଖ ତୁମର କ'ଣ କରିବ? ଦୁଃଖ କାହାରି ପ୍ରକୃତିଗତ ନୁହେଁ, ତାକୁ ଇଚ୍ଛା କରିଲେ ତଡ଼ି ଦିଆଯାଇପାରେ। ପରମ ପିତାଙ୍କ ନିକଟରେ ପ୍ରାର୍ଥନା କର, ତୁମର ଇଚ୍ଛା ହିଁ ମଙ୍ଗଳ। ମୁଁ ଜାଣେନା କେଉଁଥିରେ ମୋର ମଙ୍ଗଳ ହେବ। ମୋ ଭିତରେ ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ, ଆଉ ସେଥିପାଇଁ ତୁମେ ରାଜି ଥାଅ, ଆନନ୍ଦରେ ରହିବ। ଦୁଃଖ ତୁମକୁ ସ୍ପର୍ଶ କରିବ ନାହିଁ। କାହାରି ଦୁଃଖର କାରଣ ହୁଏ ନା, କେହି ତୁମର ଦୁଃଖର କାରଣ ହେବେ ନାହିଁ। ଦୁଃଖ ବି ଏକରକମ ଭାବ, ସୁଖ ବି ଏକରକମ ଭାବ। ଅଭାବର ବା ଚାହିଁବାର ଭାବଟା ହିଁ ଦୁଃଖ। ତୁମେ ଜଗତ ହଜାର କରି ମଧ୍ୟ ଦୁଃଖ ନଷ୍ଟ କରିପାରିବ ନାହିଁ, ଯେ ପର୍ଯ୍ୟନ୍ତ ତୁମ ହୃଦୟରୁ ସେହି ଅଭାବର ଭାବଟାକୁ କାଢ଼ି ନ ନେଇଛ। ଆଉ ଧର୍ମ ହିଁ ତାହା କରିପାରେ। ସତ୍ୟାନୁସରଣ ଭାଗ 4। ଜୟ ଗୁରୁ। ଏବେ ଆମେ ଏହାର ପର ଭିଡ଼ିଓରେ ଭାଗ 5 ଶୁଣିବା। ଆପଣମାନଙ୍କୁ ମୋର ଏହି ସତ୍ୟାନୁସରଣ କିପରି ଲାଗୁଛି ପ୍ଲିଜ୍ କମେଣ୍ଟରେ ଜଣାନ୍ତୁ, ଆଉ ଠାକୁରଙ୍କ ଆଶୀର୍ବାଦ କୃପା ଲାଭ କରନ୍ତୁ। ଏବେ ମୁଁ ରହୁଛି। ଜୟ ଗୁରୁ।